कॉलेज रे तमे मिस्टर एसबी को ईयर रे हेथिला 2012 रे तम बारे हेथिला तबे केमिति कोन तमर मिस्टर एसबी रो जर्नीटा थिला जो स्टार्टिंग करथल रैम थिला कोन क्वेश्चन एक्सजेट कोन पचारथिले ता से सब ऊपर किछि कुह किछि कहयार नै से कॉलेज रे प्रतियोगिता दिला त रैम शो सही वर्ष कोन फास्ट आरंभ हेतला मिस्टर ता एसबी पूर्व हेतला मु सदाळ फॉलो करे ମୁଁ ଦେଖେ ସବୁ ବଡ଼ ଭାଇ ବଡ଼ ଭଉଣୀମାନେ ସବୁ ଚାଲନ୍ତି ର୍ୟାମ୍ପ କରନ୍ତି କରିକି କିଏ ମିଷ୍ଟର ଏସବିଏମ୍ ହେଇଥାଏ କିଏ ମିସ୍ ଏସବିଏମ୍ ହେଇଥାଏ ମୁଁ ଦେଖେ ଏମିତି ଗାଲରେ ହାତ ଦେଇକି ଏମିତି ଦେଖୁଥିବି ଇଏ ହେଇଗଲା ମିଷ୍ଟର ଏସବିଏମ୍ ଇଏ ଅମୁକ ହେଇଗଲା ମିସ୍ ଏସବିଏମ୍ ଏ ଅଭିନାଶ ହେଇଗଲା ଏ ନୀଳାବତୀ ହେଇଗଲା ଇଏ ସବୁ ହେଇଯାଆନ୍ତି ମୋ ପାଳିଟା କେବେ ପଡ଼ିଛି ହଉ +3 ଫାର୍ଷ୍ଟ ଇୟର ବର୍ଷ ମୋ ପାଳିଟା ପଡ଼ିଲା କ'ଣ କରିବି ମୁଣ୍ଡ ଟେନସନ୍ କଲେଜ ଟାଇମ୍ ପାଖରେ ପଇସା ନାହିଁ କେଉଁଠୁ ପଇସା ଆଣିବ ଘରେ ବି କହିହେବନି ପଇସାଟା ଟେନସନ୍ ଯାହାହେଲେ ଯେଉଁ ଟୁକୁନ ମୁକୁରୁ ଖର୍ଚ୍ଚ ହେବ ସେ ପଇସାଟା କେଉଁଠୁ ଆଣିବ ମୁଁ ଗୋଟେ ଆରେଞ୍ଜମେଣ୍ଟ କଲି ଜିନିଷ ଯେଉଁ କଷ୍ଟ୍ୟୁମ୍ ପିନ୍ଧିବି କି ଭଲ ମନ୍ଦ ସବୁ ଆରେଞ୍ଜମେଣ୍ଟ କଲି ସେଇଟାକୁ କୁହାଯାଏ ମ୍ୟାନେଜମେଣ୍ଟ ଆରେଞ୍ଜମେଣ୍ଟ କରିସାରିଲା ପରେ ଯେଉଁ କମ୍ପ୍ଲିଟଟା ହେଇଗଲା ସେଇଟାକୁ ମ୍ୟାନେଜମେଣ୍ଟ କୁହାଯାଏ କାହିଁକିନା ମୋର ବି ମ୍ୟାନେଜମେଣ୍ଟ ଅନର୍ସ କମର୍ସର ବୁଝିବାର ଦରକାର कॉमर्स स्टूडेंट ହେଲା ବୁଝିବା ଦରକାର ଏଣୁ ଶିକ୍ଷା କ'ଣ ପାଇଲ ପ୍ରତି ପରିସ୍ଥିତିରେ ଯଦି ତମେ ନେଇ ଆଣି ଥୋଇ ପାଇଲ ସେଇଟାକୁ କୁହାହେଲା ମ୍ୟାନେଜମେଣ୍ଟ अच्छा ବୁଝିପାରିଲ ମ୍ୟାନେଜମେଣ୍ଟର ଫୁଲ୍ ଫର୍ମ ହେଉଛି ଏଇଆ ନେଇ ଆଣି ଥୋଇବା तापर केमिति मैनेजमेंट गलो କଲି ସାଙ୍ଗସାଥି ଭଲ ମନ୍ଦ ହେନ୍ ଟେନ୍ କରିକି ଆଉ ଗୋଟେ ଝିଅ ସାଙ୍ଗ ଥିଲା ତାଠାରୁ ଜିନିଷ ବି ଆଇଲା ତା ଜିନିଷ ଯେଉଁ ଜିନିଷ ଦରକାର ସେ ଜିନିଷ ଆଇଲା ମେକଅପ୍ ଜିନିଷ ଆଇଲା ସିଏ ବି ଆସିଲା ମେକଅପ୍ କରିବାକୁ ମୋ ପର୍ସନାଲି ଡକା ହେଲା को छेड़ा थिला ଆମ ଗାଗିନା ଥିଲା ଡକା ହେଲା ସିଏ ଆଇଲା କଳା ଫଳା ଲଗେଇ ଦେଇ ଟିକା ମାଗା ମାରିଦେଇ ପୁରା और मेकअप कोन नै फेयर लवली पॉन्ड्स पाउडर ଫେୟାର ଲଭଲି ଲଗା ହେଇଥିଲା ସେ ଟାଇମ୍ରେ ଫେୟାର ଲଭଲି ମୁହଁ ଗୋଲାପ ଜଳରେ ଧୁଆ ହେଇଥିଲା ଫେୟାର ଲଭଲି ଲଗା ହେଇଥିଲା ଆଉ ପାଉଡ଼ର ଟିକେ ଥପା ହେଇଥିଲା ଆଉ ତାପରେ ମୁଁ ଯେତେବେଳେ ଗଲି ଷ୍ଟେଜ୍ ଆଗ ଦେଖିଲି ବାହାରେ ଏଠି ମେକଅପ୍ ନେଉଥାଏ ପଛପଟେ ଅଡ଼ିଟୋରିୟମ୍ ପଛପଟେ ମେକଅପ୍ ନେଲା ପରେ ମୁଁ ମଝିରେ ମଝିରେ ଯାଉଥାଏ ଦେଖିବାକୁ ର୍ୟାମ୍ପ ଶୋ ହେବ ଟାଇମ୍ ହେଇଗଲାଣି ତାପରେ ପିଲା କେତେ ଅଛନ୍ତି ପିଲା ଯେ ଗଦା ହେଇଛନ୍ତି सही नहीं सही जो टाइम रे तम फीलिंग्स टा केमि थिला ସେଇ କଥା କହୁଛି ଶୁଣିଲେ ସିନା କହିବେ କ'ଣ ମୁଁ କମ୍ପ୍ୟୁଟର हां को ପିଲା ଯେ ଅଜସ୍ର ପିଲା ମାନେ +3 +2 ସବୁ ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍ ଥାର୍ଡ଼ ଇୟର୍ ଗଦା ହେଇଥାନ୍ତି ମୁଁ ସେ ପିଲାଙ୍କୁ ଦେଖି ମୋ ମୁଣ୍ଡଟା ଟେନସନ୍ ହେଇଗଲା କ'ଣ ବି ଏତେ ପିଲା ମୁଁ ତା ଦେହରେ ଚାଲିବି କ'ଣ କରିବି ହଉ ଠିକ୍ ଅଛି ଆଉ ସେଟା ସାହସ ବନ୍ଧା ହେଲା ବାବାଙ୍କୁ ଡକା ହେଲା ଭୋଲା ବାବାଙ୍କୁ ଡକା ହେଲା ଠାକୁରଙ୍କୁ ଡକା ହେଲା ସମସ୍ତଙ୍କୁ ଡକା ହେଇକି ଗୋଟେ ପାୱାର ମୋ ଭିତରେ ଗୋଟେ ପାୱାର ଆସିଲା ସେ ଯେଉଁ ପାୱାରଟା କି ମାନେ ବହୁତ ରେୟାର ଲୋକଙ୍କ ଦେହରେ ଆସେ ମାନେ ଶକ୍ତି ମାନେ ଯେମିତି ସେମିତି ପାୱାରଟା ଆସିଲା ସେ ଯେଉଁ ପାୱାରଟା ଆସିଲା ପରେ ମୋତେ କିଏ ଗୋଟେ ସେଇ ଟାଇମ୍ରେ କ'ଣ ଗୋଟେ କହିଲା ମୁଁ କହିଲି ଏଇ ଜାଣିପାରୁନୁ କି ପାୱାର ଲାଗି ଯିବି ଏବେ ଷ୍ଟେଜ୍ ଉପରକୁ ସେଇଠୁ ଗଲି ଫାଷ୍ଟ ଯେତେବେଳେ ଏଣ୍ଟ୍ରି କଲି ନର୍ଭସ୍ ଟିକେ ଲାଗିଲା ଆଉ ଫାଷ୍ଟ ଯାଇକି ପହଞ୍ଚିଛି ତାପରେ ସେଠୁ ଗଲି ଆଗରେ ମୋ ସାଙ୍ଗ ପିଲା ଅବନି ହେରିଆ ଅଶ୍ୱିନୀ ହେରିଆ ସବୁ ଥିଲେ ସେ ତାଙ୍କର ବସିଥାନ୍ତି ଚିଲଉଥାନ୍ତି ତାଳି ବାଡ଼ଉଥାନ୍ତି ସବୁ ସ୍ନୋ ଫୁଟେଇଲେ ପୁରା ଜାରା ଖାରା କଲେ ଆଉ ଜାରା ଖାରା ପରେ ନଖିଆ ବୋଉ ବି ସେଇ ଜାରା ଖାରା ହେଲା ଚିଲେଇଲା ହେଲା ଆଉ ଇଏ ପଣ୍ଡା ନଶା ପଣ୍ଡା ସିଏ ବି ହାଉ ହେଲା ସେଠୁ ଗୋଟେ ସାହସ ଆସିଲା ମୁଁ ଦେଖିଲି 4-5 ଜଣ ଶୋଇଆସେ ମୁଁ ଆଗକୁ ଟିକେ ପଳେଇବା ଆଉ ସାହସ କରିଦେବା ଆଉ ସାହସ କଲି ପଳେଇଲି ସାର୍ଟ ଫାର୍ଟ ଖୋଲି ହେଲା ଲେଟର୍ ଫେଟର୍ ଦେଖେଇ ସେଠି ଜାରା ଖାରା କରିକି ଆଇଲି ଆଉ ଫାଷ୍ଟ ଏଣ୍ଟ୍ରିଟା ପଳେଇଲା फास्ट एंट्री टिके केमति कोन लुक देखले टिके कोन ଲୁକ୍ ଆଉ କ'ଣ ସେଟା फास्ट नथिला खाली नॉर्मल थिला ହଁ ନର୍ମାଲ ଏମିତି ଚାଲିଗଲି ଏମିତି ଦେଲି ଏମିତି କଲି ଏଇଟା ହେଇଗଲା ସରିଗଲା ତାପରେ ଆଇଲା କପୁଲ୍ସ ଯେତେବେଳେ ଆଇଲା ମୋ ସାଙ୍ଗ ଗୋଟେ ସିଏ ଆମରି କ୍ଲାସମେଟ୍ ତା ବଡ଼ ଭାଇ ପ୍ରେସିଡେଣ୍ଟ ଥିଲା ସିଏ ଆମରି କ୍ଲାସମେଟ୍ ସିଏ ମୋତେ କହିଛି ତୋର ମୋର ଚାଲିଆ
ମୁଁ ଆଉ କାହା ସାଙ୍ଗେ ଚାଲିବିନି, ଆଉ ସମସ୍ତେ ଜୋର ଜୋର ପଳାଉଛନ୍ତି, ମୁଁ ବଡ଼ ହିଲ୍ଟେ ପିନ୍ଧିଛି ଆଉ ଗଳି ପଡ଼ିବି। ସେ ଗେଡ଼ିଟେ ଏଇଟା ବଡ଼ ହିଲ୍ଟେ ପିନ୍ଧିଛି, ସେ ହେଉଛି ଗଳି ପଡ଼ିବି ଆଉ ଧୀରେ ଧୀରେ ଚାଲିବି ତୋ ସାଙ୍ଗରେ। ମୁଁ କହିଲି ହଉ। ତା ଭାଇ ବି ମୋତେ କହିଲା ନାଇଁ କହନି ଆଉ ସେ ତମ ସାଙ୍ଗରେ ଚାଲିବ, ତାକୁ ଟିକେ ଧୀରେ ଧୀରେ ଚଲେଇବ। ସିଏ ସବୁ ବସିଥାନ୍ତି ଆଗରେ, ହେଲେ ହଉ। କପୁସ ଆଇଲୁ, ଚାଲିଲୁ ଧୀରେ 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 ସ୍ଲୋ ସ୍ଲୋ ଗଲୁ, ଯେମିତି ନର୍ମାଲ କରିବା କଥା କରିକି ଷ୍ଟେଜ୍ଟା ମେକଅପ୍ କରିକି ଫେରିକି ଆଇଲୁ। ମୁଣ୍ଡ ଟେନସନ୍ ସେତେବେଳକୁ, କରିଦେଇ ସିନା ପଳେଇ ଆଇଛୁ, ରେଜଲ୍ଟ କ'ଣ ହେବ। ଦୁନିଆ ଛୁଆ ଅଛନ୍ତି, 15-20 ଜଣ ଖାଲି ପୁଅ ପିଲା। ତମ ରେଜଲ୍ଟ ଡିକ୍ଲେୟାର ହେବା ପୂର୍ବରୁ ତମକୁ ତ କୋଶ୍ଚିନ୍ ପଚାରିଥିବେ, କ'ଣ କୋଶ୍ଚିନ୍ ପଚାରିଥିଲେ ସେଇଟା? ସେଇଟା ମୋର କୋଶ୍ଚିନ୍ ଆସିଥିଲା ନାରୀମାନଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ଯେଉଁ ସୁରକ୍ଷା ପ୍ରଦାନ କରୁଛି ସେଇଟା କେତେ ଦୂର ନାରୀମାନେ ସୁରକ୍ଷା ପାଉଛନ୍ତି। ମୁଁ ସେଇଟାକୁ ସେଇ ଅନୁସାରେ କହିଲି, କାହିଁକିନା ବସ୍ ଠାରୁ ଆରମ୍ଭ କରି ମାର୍କେଟରେ ଯିବା ଆସିକି ଚାଲିବା ପର୍ଯ୍ୟନ୍ତ ନାରୀମାନେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଇଟା ମାର୍କେଟରେ ଯିଏ ବୁଲିବ ସେ ଜାଣିଥିବ, ଏ ଭାଇମାନେ ସବୁ ଜାଣିଥିବେ, ଭାଇ ଭଉଣୀମାନେ ସେମାନେ ଜାଣିଥିବେ, କାହାକୁ କହିବାକୁ ପଡ଼ିବନି। ଆଜି ଫୋନ୍ ନେଇକି ଯାଉଥିବ ଭଉଣୀଟେ, ଯଦି ଫୋନ୍ରେ କଥା ହେଇଯାଉଥିବ, ତା ଭାଇ କତିକି ଫୋନ୍ କରି ଡାକିଥିବ, ତା ଭାଇ ଆସିବା ପୂର୍ବରୁ ତା ଫୋନ୍ ଛଡ଼େଇ ନେଇଯାଇଥିବ ଲୋକ, ଚୋର ଅଛନ୍ତି। ଏଇ ଯେଉଁ ଅସୁବିଧାର ସମ୍ମୁଖୀନ ଯେଉଁଗୁଡ଼ା ଏ ସବୁ କିଏ ସାହାଯ୍ୟ କରିବ? ଗଭର୍ଣ୍ଣମେଣ୍ଟ ସବୁ ଏରିଆରେ ଆଲର୍ଟ ରଖିବା ଦରକାର। ପେଟ୍ରୋଲିଂଟା କେବଳ ରାତି ବେଳା ନୁହଁ, ଦିନ ବେଳା ବି ଦରକାର। ଭଲ ମନ୍ଦ ଏମିତି ସବୁ କହିଲି, ବନେଇଛୁ ନାହିଁ। ଯାହା ହଉ ସେ ମାର୍କ ବେଶୀ ରାଉଣ୍ଡଟାରେ ମୁଁ କ୍ୱାଲିଫାଏ ହେଲି। ମୁଁ ନମ୍ବର ଆଉ ଜାଣିନି, ଖାଲି କ୍ୱାଲିଫାଏ ବୋଲି କୁହାହେଇଗଲା। ମୁଁ ଯାହା ଯେମିତି କହିଲି, ଝିଅ ପିଲା ସବୁ ତାଳି ମାରିଲେ, ପବନି ଭାଇ ଜିନ୍ଦାବାଦ ଜିନ୍ଦାବାଦ କହିଲେ। ମୁଣ୍ଡ ଖରାପ ହେଲେ, ମୁଁ ଯାଉ ଖୁସି ହେଇକି ପଳେଇଲି। ଯେଉଁଦିନ ରେଜଲ୍ଟ ବାହାରିବ ମୁଣ୍ଡ ଟେନସନ୍, କ'ଣ ହେବ ମୁଁ ସବା ପଛରେ ଥାଏ। ତଥାପି ମୁଁ ହିନ୍ସ ପାଇଲି ଯେ ନାଇଁ ହେଇଯିବ, ମୋର ହେଇଯିବ। ତଥାପି ଡାଉଟ୍, ଯେହେତୁ ଏତେ ପିଲା ଅଛନ୍ତି ମୋର ହେବ କି ନାହିଁ କ'ଣ ଗ୍ୟାରେଣ୍ଟି ଅଛି। ତାପରେ ଆମର ଗୋଟେ ସାଙ୍ଗ ଥିଲା, ତା ନାଁ ହେଉଛି କି ମହାପାତ୍ର, ସଙ୍ଗୀତା ମହାପାତ୍ର ନା ଗୋଟେ କ'ଣ ଏମିତି ମହାପାତ୍ର ନା ଦାସ ନା ବେହେରା ଏମିତି ଗୋଟେ ସଙ୍ଗୀତା, ଆଉ ସିଏ ଆଙ୍କରିଂ କରେ। ସିଏ ଗୋଟେ ଧୀରେ ଧୀରେ କଥାଟା ସ୍ଲୋ କରିକି କହିବ ବୋଲି ତାକୁ 15 ମିନିଟ୍ ଲଗେଇଦେଲା, ଆଉ ମାନେ ନାଁଟା କହିବ ବୋଲି, ଆଉ ହିୟରିଂ କରାଇଲା। ଆଉ ଟେନସନ୍ ଲାଗିଲା, ତାକୁ ସେଇଠୁ ପଛ ଆଡ଼କୁ ଚିଲ୍ଲା ହେଉଛି, ଏବେ କହବେ। ସେ କହୁନି, ସେ ଧୀରେ ଧୀରେ ମୋ ନାଁ ଗୋଟେ ଲେଟରରେ କହିଲା, ମନେକର PAB ଏମିତି କହିଲା। କହିବନି ଯେଉଁ ଅମକ ନାଁଟା କହିବ ବୋଲି ଲେଟ୍ କଲା। ମୋ ନାଁଟା ସେଇଠୁ ପୁରା ଧୀରେ ଧୀରେ ଗୋଟେ ଲେଟରରେ କହିଲା। ସେଠୁ ମୁଁ ଚାଲି ଗଲି, ସେଠୁ ଆଣିଲି, ସେଠୁ ମାଇକ୍ରୋଫୋନ୍ ଦେଲେ, ମୋତେ କହିଲେ ଆଉ କେମିତି କ'ଣ ଲାଗୁଛି, ଭଲ ମନ୍ଦ ଏମିତି। ମୁଁ କହିଲି ନାଇଁ କିଛି ଲାଗୁନି, ଏଇ ସାଙ୍ଗ ପିଲାମାନେ ଅଛନ୍ତି, ସେ ସାଙ୍ଗ ପିଲାମାନେ ମୋତେ କହିଲେ ଚାଲିବାକୁ, ମୁଁ ଚାଲିଲି। ଆଉ ଆରେଞ୍ଜମେଣ୍ଟ କରିକି ବହୁତ ଯାହା ଯେମିତି କରି ମ୍ୟାନେଜମେଣ୍ଟ କରିଦେଲି, ଆରେଞ୍ଜମେଣ୍ଟଟାକୁ ପୁରା ମ୍ୟାନେଜମେଣ୍ଟ କରିଦେଲି, କହିକି ଚାଲିଲି। ଖୁସି ହେଲି, ବ୍ରେସଲେଟ୍ଟା ପିନ୍ଧିଲି। ତାପରେ ଆମ ଆକୁ ଫୋନ୍ କଲି, କାହାକୁ କହିଲ? ପିନୁକୁ, ସାନ ହେଲା। କ'ଣ କହିଲି, ତୋ କଲେଜ ମିଷ୍ଟର ମୁଁ। ସିଏ ବିଶ୍ୱାସ କଲାନି, ସିଏ ଗୋଟେ ଫୋନ୍ କରି କାଠରୁ ବୁଲା, ଆମ ଟଙ୍କା ହେଇଯାଇଛି ରେ। ସେଠୁ ଖୁସି ହେଇଗଲେ ସମସ୍ତେ। ତାପରେ ସେଠୁ ସଇଲା, ଏଇଆ ହେଲା କଥା। ଆଉ ତାପରେ ମିଷ୍ଟର ଏସ୍ଏମ୍ ପରେ ସେ ଯେଉଁ ରମ୍ୟ ରଚନାରେ ଲେଖିଥିଲ, ତାପରେ ମିଷ୍ଟର ଏସ୍ଏମ୍ ହେବା ପରେ, ମିଷ୍ଟର ଏସ୍ଏମ୍ ହେବା ପୂର୍ବରୁ କି ପରେ ସେଇ ବର୍ଷ ଲେଖା ହେଇଥିଲା। ଏହା ହେଲା ଷ୍ଟୋରି। ଆଉ କ'ଣ ଆଉ ତ ଏଇଆ ଷ୍ଟୋରି। ଆଉ ଷ୍ଟୋରିଟା ଭଲ ଲାଗିଲେ ମିଷ୍ଟର ଷ୍ଟୋରି କମେଣ୍ଟ କରିକି କହିବେ। କମେଣ୍ଟ କ'ଣ କରିବେ? କହିପାରିବେ ନା, କମେଣ୍ଟ କରିବେ। କମେଣ୍ଟ ବକ୍ସରେ ଲେଖିକି ଛାଡ଼ିବେ ହେଲା, କମେଣ୍ଟ ବକ୍ସରେ ଜଣେଇବେ। ଆଉ କମେଣ୍ଟ କ'ଣ କରିବେ? ଟିପ୍ସ ତମେ ନାଇଁ ଟିପ୍ସ ଏଠି କିଛି ଦରକାର ନାହିଁ। ଏଠି ଆମ ସେମିତିଆ ଏଠି ଆମେ ସେ ଲେବୁଲ ହେଇନୁ। ଯିଏ ଯେଉଁ ମାନେ ନାଇଁ ମିଷ୍ଟର ଏସ୍ଏମ୍ କଲେଜ ହେଇଥିଲୁ ନା, ସେ କଲେଜ ଟାଇମ୍ ଛୁଆ ଟାଇମ୍, ଆଉ ସିଏ କ'ଣ ଏବେ ବି ଛୁଆମାନେ ମିଷ୍ଟର ଏସ୍ଏମ୍ ପୁଣି ହେବେ ନା? ନାଇଁ ଏବେ ଛୁଆମାନେ ଏବେ ପୁରା ହାଇବ୍ରିଡ୍, ପୁରା ଅଗଲା ପ୍ରକାର ଭିଟାମିନ୍ ତାଙ୍କ ଦେହରେ। ଅଳିଆରୁ ବୁଡ଼ି ଗଜା। ସିଏ ପୁରା ଭାଇ କହନା ଛିନଛତ୍ର।
ଏବେ ପୁରା ଛୁଆମାନଙ୍କୁ ଗୁଣ୍ଡ କିଛି କହିବାକୁ ପଡିବ ପୁରା ବହି ଗୁଣ୍ଡ କରିଦଉଛନ୍ତି ହେଲା। ଏବେ ଛୁଆମାନଙ୍କୁ କହିବ ଓଲଟା ତମକୁ କହିବ ତୁ କିଏ ଏବେ ତୁ କିଛି ଜାଣିନୁ। ସେ ଯେଉଁ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ଯେଉଁ ଡିଜାଇନରେ ପିନ୍ଧୁଛନ୍ତି ଆମ କତିରେ ଥିଲେ ଆମେ ସେତେବେଳେ ବୋଧେ ମାନେ କୁଆଡ଼େ ଯାଇ ମାରିଥାନ୍ତୁ ତାଙ୍କୁ ଯେଉଁ ସପୋର୍ଟ ମିଳୁଛି। ଆଉ ବିନା ସପୋର୍ଟରେ ମାନେ ଯେ ସେ ଟାଇମ୍ରେ ସମସ୍ତେ କରୁଥିଲେ। ଏବେକା ଛୁଆଙ୍କ କତିରେ ଗାଡ଼ି ନହେଲେ କଲେଜ ଯିବେନି। ଆମେ ସାଇକେଲ କିଣିବୁ, ସାଇକେଲ ଚଲେଇବୁ, ସାଇକେଲ ପେଡ଼ାଲ ମାରି 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 କଲେଜ ଯିବୁ। ତାପରେ ପୁଣି ସାଇକେଲରେ 2 ଜଣ ବସିଥିବୁ ହେଲା। ପୁଣି ସାଇକେଲଟା ନିଜେ କିଣିଥିବୁ କେମିତି କ'ଣ କରିକି ମେଣ୍ଟାଲି ଖର୍ଚ୍ଚ କରିକି ମାଇଣ୍ଡ ଖର୍ଚ୍ଚ କରିକି ଆରେଞ୍ଜମେଣ୍ଟ କରିକି ମ୍ୟାନେଜମେଣ୍ଟ କରିଦେବୁ। କମର୍ସ ପିଲା ଆଉ ଆରେଞ୍ଜ କରିକି ମ୍ୟାନେଜମେଣ୍ଟ ହେଉ ନା। ଏହା ହେଲା ଘଟଣା ଆଉ। ଯଦି ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ ହେଲା। ଯାହାହେଲେ ବି କରିବ ମୁଁ ଜାଣିଛି ହେଲା। ଆଉ ମୁଁ ତ ଭିଡ଼ିଓରେ ଆସେନି, ଇଏ ଆସେ। ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, କମେଣ୍ଟ ଯାହା ଜଣେଇବେ ମୁଁ ଜାଣିବି ଆଉ। ଆଗକୁ ଆହୁରି ଭିଡ଼ିଓ ଆଣିବି ଆଉ ଜଣେଇ ସାରିଲା ପରେ। ହଁ 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 ନିଶ୍ଚୟ ଆଣିବି ହେଲା। ଆଉ ପ୍ରଜ୍ଞାର ଭିଡ଼ିଓ ଦେଖୁଥିବେ ହେଲା। ପ୍ରଜ୍ଞାର ଭିଡ଼ିଓଟା ଭଲ ଲାଗେ। ଆଉ କାହାକୁ ଭଲ ଲାଗୁଥିବ ନ ଲାଗୁଥିବ, ଦେଖିଲା ପରେ ଥରେ ଭଲ ଲାଗିବ ହେଲା। ସମସ୍ତଙ୍କୁ ଭଲ ଲାଗେ। ପ୍ରଜ୍ଞା ଭିଡ଼ିଓଟା ଦେଖୁଥିବେ ହେଲା। ଆଉ ସେ ଚିରିଙ୍ଗ ଚିରିଙ୍ଗ ଗୀତରେ ନାଚୁନଥିବେ ହେଲା। ରଖ।